ବାଲେଶ୍ୱର ଜିଲ୍ଲାରେ ଯୋଉ ପ୍ରକାର ବର୍ଷା ଗୋଟେ ଏଭଳି ବର୍ଷା ପ୍ରାୟ ବହୁ ବର୍ଷ ଧରିକି ଦେଖାଯାଇ ନଥିଲା। ଆଉ ବର୍ଷା ସାଙ୍ଗକୁ ସୁବର୍ଣ୍ଣରେଖାର ବନ୍ୟା ଉଭୟ ଜଳରାଶି ଲୋକଙ୍କୁ ହଂସନ୍ତ କରିଦେଇଛି, ବିବ୍ରତ କରିଦେଇଛି, ଚାଷୀମାନଙ୍କୁ ସର୍ବଶାନ୍ତ କରିଦେଇଛି। ତେଣୁ ଏହି ପ୍ରକାର ଯେଉଁ ବର୍ଷା ହେଇଛି ବାଲେଶ୍ୱର ଜିଲ୍ଲାରେ, ବିଶେଷ କରି ଉତ୍ତର ବାଲେଶ୍ୱର ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳ ଏବଂ ସେହି ସବୁ ଅଞ୍ଚଳରୁ ଯେଉଁ ପାଣିର ଯେଉଁ ସୋର୍ସ ଗୁଡ଼ିକ, ନାଳ ଗୁଡ଼ିକ ସବୁ ଆସିଛି ବେଙ୍ଗଲରୁ, ସେ ପାଣି ହିଁ ଆମକୁ ଆହୁରି ସମସ୍ୟା ସୃଷ୍ଟି କରିଛି। ଯେଉଁ ପାଣିକି ସୁବର୍ଣ୍ଣରେଖା ବନ୍ୟା ସାଙ୍ଗକୁ ଏ ପାଣିକୁ ମିଶିଯିବା ଦ୍ୱାରା ଚାଷ ପ୍ରାୟ 70-80% ଚାଷ କମଲି ନଷ୍ଟ ହେଇଯାଇଛି ବାଲେଶ୍ୱର ଜିଲ୍ଲାରେ। ଏହା ସହିତ ଯେଉଁ ସୁବର୍ଣ୍ଣରେଖାର ଯେଉଁ ସ୍କାୱାରିଂ ହେଇଛି, ଯେଉଁ ଅତଡ଼ା ଖାଉଛି ନଦୀ କୂଳରେ, ସବୁଠି ପ୍ରାୟ ଯେଠି ଅତଡ଼ାକୁ ଫ୍ଲଡ୍ ଫାଇଟ୍ କରିଥିଲେ ତାକୁ ଷ୍ଟାଣ୍ଡ କଲା ନାହିଁ। ଏତେ ଜୋର ସେ ବନ୍ୟା ଆସିଲା, ତାର ସ୍ରୋତ ଆସିଲା, ଯେଥିରେ କି ତାକୁ ଷ୍ଟାଣ୍ଡ କଲା ନାହିଁ। ପୁଣି ସେଗୁଡ଼ିକ ବନ୍ୟା ସମ୍ପୂର୍ଣ୍ଣ ଛାଡ଼ିଗଲେ, ପାଣି ତଳକୁ ଚାଲିଗଲେ, ପୁଣି ତାକୁ ସର୍ଭେ କରିବେ, ଦେଖିବେ ଏବଂ ତାକୁ ପୁନର୍ନିର୍ମାଣ କରିବାକୁ ପଡ଼ିବ, ନହେଲେ ଧନଜୀବନ ବହୁ ସଂଖ୍ୟାରେ ହାନି ହେବାର ସମ୍ଭାବନା ରହିଛି। ଏବଂ ବନ୍ୟା ପରିଚାଳନାରେ ଯଦିବା ସରକାର ଶୁଖିଲା ଖାଦ୍ୟ ଦେଇଛନ୍ତି, ରନ୍ଧା ଖାଦ୍ୟ ଦେଇଛନ୍ତି, କିନ୍ତୁ ଏହା ପର୍ଯ୍ୟାପ୍ତ ପରିମାଣର ନୁହେଁ। ତାକୁ ଯେଉଁମାନେ ଏବେ ବି ପାଣି ଘେରରେ ରହିଛନ୍ତି, ଉତ୍ତର ବାଲେଶ୍ୱର, ଭୋଗରାଇ, ଜଳେଶ୍ୱର ନିର୍ବାଚନ ମଣ୍ଡଳୀ, ବସ୍ତା ନିର୍ବାଚନ ମଣ୍ଡଳୀ, ଏଥିରେ ଏବେ ବି ପାଣି ଘେରରେ ଲୋକ ରହିଛନ୍ତି ଏବଂ ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି ଏବଂ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବା ସାଥିରେ ରିଲିଫ୍ ଦେବା ପାଇଁ ଗତକାଲି ବି ମୁଁ ଦାବି କରିଛି। ଗତକାଲି ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ପଞ୍ଚାୟତରାଜ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗର ମନ୍ତ୍ରୀ ମାନନୀୟ ରବି ନାୟକ ସେ ଯାଇଥିଲେ। ଆମକୁ ସବୁ ଡକା ବି ହେଇଥିଲା, ମୁଁ ବି ଉପସ୍ଥିତ ଥିଲି ସେଠି। ଆମର ଯେଉଁ ରିଭ୍ୟୁ କରାଗଲା, ମୁଁ ସେ କଥା ଦାବି କରିଛି ଯେ 7 ଦିନର ରିଲିଫ୍ ସର୍ବନିମ୍ନ ଦେଇ ଦିଆଯାଉ ଲୋକଙ୍କୁ। ଯେଉଁମାନେ କାମ ଦାମକୁ କରିବା ପାଇଁ ବିଲକୁ ଯାଇପାରୁନାହାନ୍ତି, ବିଲ ବାଡ଼ିରେ ପାଣି ଭର୍ତ୍ତି ରହିଛି, ଚାଷ ହେଇପାରୁନି, ଚାଷ ନଷ୍ଟ ହେଇଗଲା। 2-2 ଥର ଚାଷୀମାନେ ଚାଷ କରିକି କ୍ରମାଗତ 15 ଦିନ କାଳ ପ୍ରତିଦିନ ବର୍ଷା ହେଇଛି, ଯେଉଁଥିରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେଇଛି। ତେଣୁ ସେମାନେ ଯେଉଁମାନେ ଚାଷୀ ଶ୍ରମିକ, ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ତେଣୁ ତାକୁ 7 ଦିନର ରିଲିଫ୍ ଚାଉଳ ଦିଆଯାଉ ବୋଲି ମୁଁ ଦାବି କରିଛି। ମୁଁ କହିଛି ସେ ମିଟିଂରେ ଆଲୋଚନା କରିଛି ଏବଂ ଆହୁରି ମଧ୍ୟ ଦାବି କରିଛି ଯେ ବନ୍ୟା ସରିବା ପରେ ପରେ ଫ୍ଲଡ୍ ଫାଇଟ୍ ଯେଉଁ ନଷ୍ଟ ହେଇଗଲା, ଯେଉଁ ଜାଗାରେ ସବୁ କରାହେଇଥିଲା କୂଳକୁ ସୁରକ୍ଷିତ ରଖିବା ପାଇଁ ନଦୀ କୂଳକୁ, ସିଏ ପୁଣି ଆଉ ଥରେ ବ୍ୟାପକ ଭାବରେ ପାଣିର ସ୍ରୋତରେ ଖାଇଯାଇଛି। ତାକୁ ସୁରକ୍ଷିତ ନ କରିପାରିଲେ ଆହୁରି 2ଟା ମାସ ପୁରା ବର୍ଷା ରହିଛି। ଗୋଟେ ସେପ୍ଟେମ୍ବର ମାସ ଅଛି, ଅକ୍ଟୋବର ମାସ ବି ବର୍ଷା ଅଛି। ତେଣୁ ସୁରକ୍ଷିତ ରଖିବାକୁ ହେଲେ ତାର ସେଇପାଇଁ ପ୍ରତିକାର ଦରକାର ଅଛି ଏବଂ ବଙ୍ଗ ପାଣି ଯେଉଁଟା ବ୍ୟାପକ ଭାବରେ ଆସୁଛି, ଯେଉଁଟା ସରକାର ଯେଉଁ ଚିନ୍ତା କରୁଛନ୍ତି, ଯୋଉଠିକି ଯେଉଁ ଇଞ୍ଜିନିୟରିଂ କଲେଜକୁ ଦାୟିତ୍ୱ ଦେଇଛନ୍ତି ସର୍ଭେ କରିକି ଗଭର୍ଣ୍ଣମେଣ୍ଟକୁ ରିପୋର୍ଟ ଦେବା ପାଇଁ, ତାହା ଠିକ୍ ଭାବେ ହେବା ଦରକାର। ଏବଂ ଯଦି ସେଇଟା ହେଇଯାଏ ତାହେଲେ ତାର ପ୍ରତିକ୍ରିୟା କରିକି ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ଯେଉଁଟାକି ଆମର ଦୀର୍ଘଦିନର ଦାବି ରହିଛି, ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ ଯଦି ଆମେ କରିପାରିବା, ତାର ଏକ୍ସେସ୍ ପାଣିକୁ ଯେଉଁଟା ଏସ୍କେପ୍ କରିକି ଛାଡ଼ି ଦେଇପାରିବା, ତାହେଲେ ସୁବର୍ଣ୍ଣରେଖାର ବନ୍ୟା ପ୍ରତିକାର ସବୁଦିନ ପାଇଁ ହେଇପାରିବ। ସାର୍, ଆଉ ଗୋଟେ ପ୍ରସଙ୍ଗ ହେଉଛି ଯେ ବର୍ତ୍ତମାନ ଗୋଟେ ଚର୍ଚ୍ଚା ହେଉଛି ଯେ ଦଳ ଭିତରେ ୟଙ୍ଗ ଚେୟାରଙ୍କୁ ଆଗକୁ ଆଣିବାକୁ ଦିଆଯିବ, ସୁଯୋଗ ଦିଆଯିବ। ସେ କଥା ମଧ୍ୟ ଦେଖୁଛେ ଯେ ପୁରୁଖା ଦଳର ଗ୍ରୋଥ ପାଇଁ ଏହା ଜରୁରୀ ବୋଲି ମଧ୍ୟ କିଛି ନେତା କହିଲେଣି। ନାଇଁ, ଦଳ ମାନେ 2 ପ୍ରକାରର ନେତୃତ୍ୱ ଆବଶ୍ୟକତା ଅଛି। ଯୁବ ନେତୃତ୍ୱ ଆବଶ୍ୟକତା ଅଛି, ଆଉ ଯେଉଁମାନେ ଅଭିଜ୍ଞ ଲୋକ, ବୟସ୍କ ଲୋକ, ତାଙ୍କର ବି ନେତୃତ୍ୱ ବି ଆବଶ୍ୟକତା ଅଛି। କେବଳ ଯେ ଗୋଟିଏ ଗ୍ରୁପକୁ ରଖିଦେଲେ ଆଉ ଗୋଟେ ଗ୍ରୁପକୁ ବାଦ ଦେଲେ ତାହା ତ ହେବ ନାହିଁ। ଦଳ ଗୋଟେ ସମ୍ମିଶ୍ରଣରେ ସମସ୍ତଙ୍କର ମାନେ ୟଙ୍ଗ ଆଣ୍ଡ ଆକ୍ଟିଭ ଏବଂ ଓଲ୍ଡ ଅଲସୋ ଆକ୍ଟିଭ ଯେଉଁମାନେ ଅଛନ୍ତି, ଯେଉଁମାନେ ଦଳ ସାଂଗଠନିକ କ୍ଷେତ୍ରରେ ଅଛନ୍ତି, କାର୍ଯ୍ୟ କରିଛନ୍ତି, 7 ଥର 8 ଥର ବିଧାୟକ ହେଇଛନ୍ତି, କି ସମସ୍ତଙ୍କର ଆବଶ୍ୟକତା ଅଛି ଦଳକୁ ଗୋଟେ ଆଗକୁ ନେବା ପାଇଁ, ଗୋଟେ ମେନ୍ ଷ୍ଟ୍ରିମ୍ରେ
ଅଧିକ ଭାବରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକତା ଅଛି। ତେଣୁ କାହାକୁ ବାଦ ଦେଇକରି ଆଉ ଗୋଟେ ଦଳକୁ ଗୋଟେ ଗ୍ରୁପକୁ କେବଳ ଏନକରେଜ କରିଦେଲେ ଦଳ ଆଗେଇ ପାରିବନି। ଦଳରେ ମହିଳା ଶକ୍ତି ଆବଶ୍ୟକତା ଅଛି, ଯୁବ ଶକ୍ତି ଆବଶ୍ୟକତା ଅଛି, ଛାତ୍ର ଶକ୍ତି ଆବଶ୍ୟକତା ଅଛି ଏବଂ ଯେଉଁମାନେ ପୁରୁଣା ଲୋକ, ବୟସ୍କ ଲୋକ, ଯେଉଁମାନଙ୍କର ଅଭିଜ୍ଞତା ଅଛି, ଯେଉଁମାନେ ଦିଗ୍ଦର୍ଶନ ଦେଇପାରୁଛନ୍ତି, ସେଭଳି ବ୍ୟକ୍ତିର ଆବଶ୍ୟକତା ଅଛି। ତେଣୁ ଦଳ ସମସ୍ତଙ୍କୁ ନେଇକି ଦଳ ଗୋଟେ ଆଗେଇ ଚାଲିଥାଏ, ଚାଲିବ ମଧ୍ୟ। ବଦ୍ରି ପାତ୍ର, ରାଜା ସ୍ୱାଇଁ ବରିଷ୍ଠ ନେତା ମାନେ ଟିକେ ଟିକେ ଦଳରୁ ସାଇଡ୍ ହଉଛନ୍ତି ଦେଖା ଏହି ସାଇଡ୍ ସେମିତି ହଉନାହାନ୍ତି, ଇଣ୍ଟରନାଲ ମ୍ୟାଟର ଅଛି, ଟିକେ ଟିକେ କ'ଣ ଅଛି, ଇଏ ସେମିତି ସବୁଠି ହୁଏ, ସବୁଠି ଦେଖାଯାଉଛି। ଫେର ସମସ୍ତେ ଏକଜୁଟ ହଉଛନ୍ତି। ତେଣୁ ଲିଡର ତ ଆମେ ଜଣକୁ ମାନିଛୁ, ନବୀନ ପଟ୍ଟନାୟକକୁ। ସିଏ ଆମ ସମସ୍ତଙ୍କ ଲିଡର, ଓଲ୍ଡ ହଉ ୟଙ୍ଗ ହଉ, ସମସ୍ତଙ୍କର ନେତା ନବୀନ ପଟ୍ଟନାୟକ। ଅସନ୍ତୁଷ୍ଟ କାହା ପାଇଁ? ନବୀନକୁ ତ ନେଇକି ନୁହେଁ। ନବୀନ ପଟ୍ଟନାୟକ ପାଇଁ ଅସନ୍ତୁଷ୍ଟ ନୁହେଁ। ଅସନ୍ତୁଷ୍ଟ ବିଭିନ୍ନ ପ୍ରକାରର ବିଭିନ୍ନ ଅଞ୍ଚଳର ମ୍ୟାଟର ନେଇକି ଅଛି। ଏଟା ନିର୍ଦ୍ଦିଷ୍ଟ କିଛି ଗୋଟେ ନାହିଁ ଯେ ଏଇଠି କିଏ ଧରନ୍ତୁ ଗୋଟେ ନେତୃତ୍ୱ ନେଇପାରିଲେନି କୌଣସି ଦଳରେ, ସିଏ ଅସନ୍ତୁଷ୍ଟ ହେଲେ ମୋ ଦଳ ପ୍ରତି ମୋର ସୁଜାତାଙ୍କ ପାଇଁ ଟିକେ ବରିଷ୍ଠ ଅସନ୍ତୁଷ୍ଟ ହଉଛନ୍ତି। ବରିଷ୍ଠ ସୁଜାତାଙ୍କ ପାଇଁ ନା, ସେମିତି କିଛି ନିର୍ଦ୍ଦିଷ୍ଟ କିଛି ନାହିଁ। କାହା ପାଇଁ କିଏ ଅସନ୍ତୁଷ୍ଟ କିଛି ନାହିଁ। ସମସ୍ତଙ୍କ ଦଳ ପାଇଁ ଆବଶ୍ୟକତା ଅଛି। ସମସ୍ତ ଦଳରେ ରହିବେ। ଦଳକୁ ଗୋଟେ ମହାଦ୍ରୁମରେ ପରିଣତ କରିବାକୁ ହେଲେ ଆମେ ସମସ୍ତେ ସକ୍ରିୟ ଭାବେ ଲାଗିବାକୁ ପଡ଼ିବ। ବର୍ତ୍ତମାନ ଯେଭଳି ଭାବରେ ଗୋଟେ ସାରା ଭାରତବର୍ଷର ଗୋଟେ ପରିବର୍ତ୍ତନ ଆସୁଛି, ଏବେ ଯେଉଁ ସର୍ଭେ ହେଲା ଯେ ପ୍ରଧାନମନ୍ତ୍ରୀଙ୍କର ପ୍ରତି ଲୋକଙ୍କର ଘୃଣାଭାବ 71% ବଢ଼ିଛି। ତ ଯଦି ଏଇଟା ଠିକ୍ ସର୍ଭେ ହେଇଥାଏ ତାହେଲେ ଗୋଟେ ଭବିଷ୍ୟତ ପାଇଁ ଗୋଟେ ଅନ୍ୟ ପ୍ରକାର ଆହ୍ୱାନ ଆସିବ ଯେ ଏଇ ଦଳ, ଆଞ୍ଚଳିକ ଦଳ ହଉ ବା ସର୍ବଭାରତୀୟ ଦଳ ହଉ, ନ୍ୟାସନାଲ ପାର୍ଟି ହଉ, କି ସମସ୍ତଙ୍କୁ ବହୁତ ଗଭୀର ଭାବେ ଚିନ୍ତା କରିବାକୁ ପଡ଼ିବ, ବିକଳ୍ପ ସୃଷ୍ଟି କରିବାକୁ ପଡ଼ିବ। ନବୀନବାବୁ ଏଇ ବରିଷ୍ଠ ମାନଙ୍କୁ ଡାକି ଆଲୋଚନା କରିବା ଆବଶ୍ୟକତା ଅଛି ନା ନାହିଁ? ହଁ, ସମସ୍ତଙ୍କୁ, ବରିଷ୍ଠ କନିଷ୍ଠ ସମସ୍ତଙ୍କୁ ସେ ଡାକିବେ, ଆଲୋଚନା କରିବେ। ଆପଣ ମାନେ ଏକାଠି ହେଇକି ଯାଇଥିଲେ ଲୋଅର ପିଏମଜି, ସେଠି ଗୋଟେ ଚର୍ଚ୍ଚା ହେଲା ଯେ ବଦ୍ରି ପାତ୍ର ତା ସହିତ ରାଜା ସ୍ୱାଇଁ ମାନେ ଟିକେ ଅସନ୍ତୁଷ୍ଟ ଅଛନ୍ତି, ସେଥିପାଇଁ ଦଳୀୟ ବ୍ୟାନରରେ ନୁହଁ ଏକାଠି ଯାଇଥିଲେ। ସେଇଟା ଯେଉଁମାନେ ଆନ୍ଦୋଳନ କରିଥିଲେ ସେମାନେ କିଛି ବ୍ୟକ୍ତିକୁ ଡାକିଥିଲେ ବା ଖବର ଦେଇଥିଲେ, ତା ଭିତରେ ମୁଁ ବି ଥିଲି। ଆମେ ସବୁ ଯାଇଥିଲୁ ସାଥିରେ ଲୋଅର ପିଏମଜିରେ, ଶିକ୍ଷକ ସଂଘର ଆନ୍ଦୋଳନରେ, ଅନ୍ୟ ଗ୍ରୁପର ଆନ୍ଦୋଳନରେ ଆମେ ଯାଇଥିଲୁ ସାଥିରେ। ସେଇଟା ଦଳୀୟ ତ ସେଠି ପତାକା ନେଇକି ଯିବାର ନାହିଁ। ସେମାନେ ନିର୍ଦ୍ଦିଷ୍ଟ ଭାବରେ ଏମଏଲଏକୁ ଗୋଟେ ଖବର ଦେଇଥିଲେ, ଡାକିଥିଲେ, ଆମେ ଯାଇଥିଲୁ। ତ ସେଥିରେ ବରିଷ୍ଠ ଆଉ କନିଷ୍ଠ କିଛି ସେମିତି ସ୍ୱତନ୍ତ୍ର ବିଚାରଧାରା କିଛି ନାହିଁ।